ନମସ୍କାର, ଜୟ ଜଗନ୍ନାଥ। ମୁଁ ଲିଙ୍ଗରାଜ ଆପଣମାନଙ୍କୁ ଏକ ନୂତନ ଅଧ୍ୟାୟରେ ସ୍ୱାଗତମ ଜଣାଉଛି। ମୁଁ ଠାକୁରଙ୍କ କୃପାରୁ ଆଶା କରେ ସଂସାରର ସମସ୍ତଙ୍କର ଶରୀର ଆରୋଗ୍ୟ ରହୁ ଏବଂ ଜଗନ୍ନାଥ ସମସ୍ତଙ୍କୁ ଭଲ ରଖନ୍ତୁ, ମଙ୍ଗଳ ରଖନ୍ତୁ। ମୋର ଏତିକି ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ଏତିକି ଗୁହାରି, ଏତିକି କାମନା। ଆଜି ମୁଁ ସେ ବିଲ ଆଡ଼େ ଟିକେ ବୁଲିବାକୁ ଯାଇଥିଲୁ। ଆମ୍ବ ଗଛ ଦେଖିଲି, ଆମ୍ବ ଗଛ ଦେଖିକି ପ୍ରାୟ ଆସିଲି। ବାରିଆଡ଼ା ଟିକେ ଆମର ସକାଳୁ ସକାଳୁ ଯାଇଥିଲି, ବୁଲାବୁଲି କରିକି ଟିକେ ଆସିଲି। ଆଉ ତ ବର୍ତ୍ତମାନ ଏଇଠି ଆମେ ଦେଖା ଦେଖି ବର୍ତ୍ତମାନ କରିବା। ସେ ଆମ୍ବ ଗଛ ଆଉ ଗୋଟେ ଲେମ୍ବୁ ଗଛ ଅଛି, ତାକୁ ବି ଦେଖା ଦେଖି କରିବା। ବାଇରେ ତ ଆଉ କିଛି ନାହିଁ, ତ ପ୍ରାୟ ସବୁ ନଷ୍ଟ ହେଇଯାଇଛି। ଆଉ କଦଳୀ ଗଛ କିଛି ଅଛି। ଏମିତି ସବୁ ବୁଲାବୁଲି କରିବା। ବୁଲାବୁଲି କରିକି ତାପରେ ଘରକୁ ଯିବା। ବର୍ତ୍ତମାନ ଟିକେ ଯିବା, ଯାଇକି ବୁଲାବୁଲି କରିକି ଦେଖା ଦେଖି କରିକି ଲେମ୍ବୁ ଗଛ, ଆମ୍ବ ଗଛ ଦେଖା ଦେଖି କରିକି ଆସିବା। ଆମ୍ବ ଗଛଟି ଦେଖିବା, କେତେ ଆମ୍ବ ଫଳିଛି ଦେଖନ୍ତୁ। ଆମ୍ବ ମାନେ ପ୍ରଚୁର ପରିମାଣରେ ଆମ୍ବ ଅଛି, ଗଛ ଯାକ ପୁରା ଫୁଲ୍। ଯୁଆଡ଼େ ଦେଖିବା କେବଳ ଆମ୍ବ, ପ୍ରଚୁର ବହୁତ ପରିମାଣରେ ଗଛ ଦେଖିବା। ଗଛ ସାରା ଯାକ ପୁରା ସବୁଆଡ଼େ, ଯୁଆଡ଼େ ଦେଖିଲେ ଡାଳ, ସବୁ ଡାଳ ଦେଖିଲେ ସବୁ ଡାଳରେ ପୁରା ଆମ୍ବ ଭର୍ତ୍ତି ହେଇଛି। ମାନେ ଗଛଟା ଦେଖିବାକୁ ନା ବହୁତ ସୁନ୍ଦର ଦିଶୁଛି। ଖାଲି ଆମ୍ବ, ଯୁଆଡ଼େ ଦେଖିଲେ ଖାଲି ଆମ୍ବ। ଗଛ ଯାକ ପୁରା, ଡାଳ ଯାକ ଯଦି ଦେଖିବା କେବଳ ଆମ୍ବ। ସକାଳୁ ସକାଳୁ ବିଲ ବୁଲିବାକୁ ଆସିଥିଲୁ। ଆଉ ବିଲ ବୁଲୁ ଆମ୍ବ ଗଛ ଆଡ଼େ ଟିକେ ବୁଲିବାକୁ ଆସିଲି। ତ ଦେଖୁଛି ଆମ୍ବ ଗଛ, ଆମର ତ ଏଇ ଗୋଟେ ଆମ୍ବ ଗଛ ଏଇଠି ଅଛି। ଆଉ ଆମ୍ବ ଯାହା ଯେମିତି ଆସିଛି ତ ବହୁତ କମ୍ ଅଛି, ଆଉ କିନ୍ତୁ ଅଧିକ ନଷ୍ଟ ହେଇଯାଉଛି, ପ୍ରାୟ ଫାଟି ଯାଉଛି ସବୁ ଆମ୍ବ ଗୁଡ଼ା। କ'ଣ ସେ ଫାଟି ଯାଇଛି। ଏଇ ଡାଳଟାରେ ବି ଅଛି କେତେ ହବ ଆମ୍ବ, ଏଇ ଡାଳଟାରେ କିନ୍ତୁ ଅଧେ ଆମ୍ବ ପ୍ରାୟ ଖସି ପଡ଼ିଯାଉଛି, ଫାଟି ଯାଉଛି। ଏ ଛୋଟ ଛୋଟ ଆମ୍ବରା ପାଚିଲା ଭଳିଆ ଦିଶୁଛି, ପାଚିକି ତାକୁ ଖସି ପଡ଼ୁଛି, ତଳେ ଖସି ପଡ଼ୁଛି। ଏମିତି ଆମ୍ବ ଗୁଡ଼ା ସବୁ ଖସି ପଡ଼ୁଛି ତଳେ, ପାଚିକି ସବୁ ଫାଟି ଯାଉଛି, ସବୁ ଖସି ପଡ଼ିଯାଉଛି ଆମ୍ବ ଗୁଡ଼ା। ଏମିତି ସବୁ ନଷ୍ଟ ହେଇଯାଉଛି ଆମ୍ବ, ସବୁ ଫାଟିକି ପଡ଼ିଯାଉଛି ପ୍ରାୟ ଆମ୍ବ। ଏଇଠି ବି ଗୋଟେ ପଡ଼ିଛି, ଏମିତି ସବୁ ନଷ୍ଟ ହେଇଯାଉଛି ଆମ୍ବ ଗୁଡ଼ା ପ୍ରାୟ। ଏମିତି ସବୁ ପ୍ରାୟ ଆମ୍ବ ଖସି ପଡ଼ୁଛି, ପାଚିଲା ଭଳିଆ ହେଇକି ପଚା ହେଇକି ନଷ୍ଟ ହେଇଯାଉଛି, ପ୍ରାୟ ଖସି ପଡ଼ୁଛି। ଅଳ୍ପ କିଛି ଆମ୍ବ ଅଛି, କୋଉଠି ଗୋଟେ ଏମିତି ଅଛି, କିନ୍ତୁ ପ୍ରାୟତଃ ଉପରେ ଦେଖିଲା ବେଳକୁ ଏମିତି ପ୍ରାୟ ସବୁ ଫାଟି ଯାଉଛି ଆମ୍ବ। ସେ ଉପରେ ବି ଗୋଟେ ଦେଖିବା, ସେଇଠି ଫାଟିକି ହବ ଫଳିଛି। ଏମିତି ସବୁ ପ୍ରାୟ ଆମ୍ବ ଗୁଡ଼ା କାହିଁ ନଷ୍ଟ ହେଇଯାଉଛି ଫଳି। ଏମିତି ପ୍ରାୟ ଏଠି ବି ଗୋଟେ ଆମ୍ବ ଦେଖିବା, ଇଏ ବି ଫାଟିକି ଫଳିଛି, ଫାଟିକି ଫଳିଛି। ଏମିତିଆ ପ୍ରାୟ ସବୁ ନଷ୍ଟ ହେଇଯାଉଛି ଆମ୍ବ ଗୁଡ଼ା। ଏ ଢାଇରେ ଅଳ୍ପ ଅଳ୍ପ ଅଛି, ଆସିଛି ଅଳ୍ପ ଅଳ୍ପ ଆମ୍ବ ତ ଅଛି, ଯେ ପ୍ରାୟ ଏମିତିଆ ନଷ୍ଟ ହେଇଯାଉଛି। ପ୍ରାୟ ସେ ଉପର ଆଡ଼େ ଦେଖିଲେ ପ୍ରାୟ ଅଧିକ ସେ ଫାଟିକି ସବୁ ଖସି ପଡ଼ୁଛି ଆମ୍ବ ଗୁଡ଼ା। ଗଛରେ ଯାହାହେଲେ ବି ଯଦି ପ୍ରତି ଡୁହାଇକି ଦେଖିବା, ଅଳ୍ପ ଅଳ୍ପ ପ୍ରତି ଡୁହାଇରେ ଆମ୍ବ ଆସିଥିଲା, ତ ଏମିତି ପ୍ରାୟ ସବୁ ନଷ୍ଟ ହେଇଯାଉଛି। ତ ଆମ୍ବ ପ୍ରାୟ ସବୁ ଫାଟି ଖସି ପଡ଼ୁଛି ପ୍ରାୟ। ଏମିତି ସବୁ ଅଛି, ଗୋଟେ ଗୋଟେ ଡୁହାଇରେ ଏବେ ବି ଅଛି, କିନ୍ତୁ ପ୍ରାୟ ନଷ୍ଟ ଏସବୁ ଫାଟିକି ସବୁ ଓହଳିଛି। ଏମିତି କ'ଣ ସବୁ ଫାଟିକି ରହୁଛି, ତାପରେ ଆସ୍ତେ ଆସ୍ତେ ଖସି ପଡ଼ୁଛି, ତଳେ ପଡ଼ିଯାଉଛି, ନଷ୍ଟ ହେଇଯାଉଛି। ବିଲ ଆଡ଼େ ଆସିଥିଲି ତ, ବିଲରୁ ଫେରୁଛି, ଆମ୍ବ ଗଛ ଦେଖା ଦେଖି କଲି।
ଦେଖା ଦେଖି କଲି ଆମ୍ବ ପ୍ରାୟତଃ ନଷ୍ଟ ହେଇଯାଉଛି, ଯେମିତି ସବୁ ପାଚିଲା ଭଳିଆ ହେଇକି ଖସି ପଡ଼ୁଛି ପ୍ରାୟ ଗଛର ଆମ୍ବ। ଆଉ ଆସିଥିଲୁ ତ ପୁଣି ଏଥିରେ ଯାଉଛୁ, ଫେରୁଛୁ ଘରକୁ ଫେରୁଛୁ। ଏଇଟା ତ ଆମ ବିଲ ଉପରେ ଛିଡ଼ା ହେଇଛି ବର୍ତ୍ତମାନ। ଟିକେ ବିଲ ବୁଲିବାକୁ ଆସିଥିଲି। ଆଉ ଇଏ ହେଉଛି ତ ଆମ ବିଲ, ଏଇଟା ହେଲା ଆମ ବିଲ ମୁଣ୍ଡରେ ଏ ଯେଉଁ ଆମ୍ବ ଗଛଟା ଅଛି। ବିଲ ମୁଣ୍ଡା ଉପରେ ଆମ୍ବ ଗଛଟା ଅଛି। ଆଉ ସମ୍ପୂର୍ଣ୍ଣ ଏଇଟା ଆମ ବିଲଟା। ମୁଁ ଆସିଥିଲି ତ ବୁଲିବାକୁ, ମୋ ସହିତ ବି ବୁଲିବାକୁ ଆସିଥିଲା। ଏ ପ୍ରାୟ ଦିନ ଯାକ ତ ଯାହାର କାମ, ରାତିରେ ପ୍ରାୟ ୟାର ଡ୍ୟୁଟି, ରାତି ଯାକ ଡ୍ୟୁଟି କରିବ। କିଏ କ'ଣ ବିଲୁଆ, କିଏ କେତେବେଳେ ବଣ ଭୁଆ ଆସିଲା, ତାକୁ କେବଳ ଭୁକିବା କାମ ହେଲା। କେବଳ ଭୁକିକି ତାଙ୍କୁ ଘେଉଡ଼େଇକି ନେଇକି ଦୂରରେ ଛାଡ଼ିବା, ଏଇଆ କାମ ହେଲା। ଦିନ ଜାଗାରେ କିଛି ଡ୍ୟୁଟି ନାହିଁ, ପ୍ରାୟ ରାତି ଯାଏ ୟାର ଡ୍ୟୁଟି। ଏଇଟା ଯେଉଁ ଦେଖୁଛ, ଏଇଟା ଆମର ଫାର୍ମ ଘର। ଏଇଟା ହେଲା ଆମ ବାରି। ଆଉ ଆସ ଯିବା ବର୍ତ୍ତମାନ ଘରକୁ ଯିବା। ବୁଲିବାକୁ ଆସିଥିଲେ ବର୍ତ୍ତମାନ ଘରକୁ ଫେରୁଛେ, ସେ ଘରକୁ ଯିବା। ଏଇଟା ତ ଆମର ବିଲ ଉପରେ ଫାର୍ମଟା ଅଛି। ଏଇଟା ଆମ ଫାର୍ମ ସାଇଡ଼୍ରେ ଆମର ସେ ବାରି ବି ଅଛି ଆମର। ଆଉ ତ ମୁଁ ତ ଆସିଥିଲି ବିଲକୁ, ତ ଫେରିକି ଆସୁଛି, ଘରକୁ ଆସୁଛି ଫେରିକି। ଏଇଟା ଆମ ଫାର୍ମରେ କୁକୁଡ଼ା ସବୁ ଉଠି ଯାଇଛି। କୁକୁଡ଼ା ସବୁ ସଫାସଫି ହେଇନି, ତ ସଫାସଫି ହେବ। ଏଇଟା ଆମ ବାରି। ବାରିରେ କଦଳୀ ଗଛ ଅଛି, ଆଉ କିଛି ନାହିଁ, ସବୁ ନଷ୍ଟ ହେଇଯାଇଛି। ଏଇଟା ଦେଖିବା ଦେଇ ସବୁ ଏଥିରେ କୁକୁଡ଼ା ନାହାନ୍ତି, ସବୁ ଖାଲି ହେଇଯାଇଛି, ସବୁ ଖାଲି, ପୁରା ଖାଲି ହେଇଯାଇଛି। ସେ ସଫାସଫି ହେବ, ସଫାସଫି ହେବା ପରେ ଲାଗିବ ଯାହା ହେଲେ କି 10 ଦିନ ସଫାସଫି କରିବା ପାଇଁ। 10 ଦିନ ପରେ ଯାଇକି ଏଥିରେ କମ୍ପାନୀ କୁକୁଡ଼ା ଛାଡ଼ିବ। ଏଇଟା ପୁରା ସବୁ ଖାଲି, କୁକୁଡ଼ା ଉଠିଯାଇଛି ସମ୍ପୂର୍ଣ୍ଣ ଭାବରେ। ଆଉ ଏଇଟା ଆମ ବାରି। ଦୁଇଟା ଫାର୍ମ, ଏଇ ଫାର୍ମ ବି ଟୋଟାଲ୍ ସବୁ ଖାଲି ହେଇଯାଇଛି ଆଉ। ପୁରା ଖାଲି ଅଛି, ସଫାସଫି ହେଇନି। ତା'ର ମଇଳା ଫଳା ଖତ ସବୁ ଅଛି, ସେଟା ସବୁ ଖତ ସଫା ହେଲା ପରେ, ସଫାସଫି ହେଲା ପରେ, ନିଟ୍ ଆଣ୍ଡ କ୍ଲିନ୍ ଚୂନ ଫୁନ ଲାଗିକି ହେଲା ପରେ, ତାପରେ ଯାଇକି ଆଉଥରେ ଯାଇକି କୁକୁଡ଼ା କମ୍ପାନୀ ଛାଡ଼ିବ। ଏ ଗାଡ଼ିଟା ବି ଖତ ସଫା ହେବା ପାଇଁ ଗାଡ଼ିଟା ଥୁଆ ହେଇଛି। ଆ ଦେହରେ ଲୋଡ଼୍ ହେଇକି ତା ଖତ ସେସବୁ ନେବେ, ନେଇକି ବିଲରେ ପକାଇବେ। ଏଇଟା ହେଲା ଆମ ଲେମ୍ବୁ ଗଛ। ଗଲା ବର୍ଷ ଏଥିରେ ଅଳ୍ପ ଆସିଥିଲା, 10-12ଟା ଖଣ୍ଡେ। ଏପାଳି ବହୁତ ଲେମ୍ବୁ ଆସିଛି, କିନ୍ତୁ ପ୍ରଚୁର ପରିମାଣରେ ଲେମ୍ବୁ ଅଛି। ଏପାଟ ଦୁହାଇ ପୁରା ବହୁତ ଲେମ୍ବୁ ଅଛି। ତ ଏ ଲେମ୍ବୁ ଗୁଡ଼ା ସବୁ ଛୋଟ ଛୋଟ ହେଇଛି। ଏସବୁ ବଡ଼ ବଡ଼ ହେଲେ ବଢ଼ିଆ ଦିଶିବ। ଲେମ୍ବୁ ଦେଖିବାକୁ ଗଲେ ମାନେ ବହୁତ ପରିମାଣର ଅଛି। ଏପାଟ ଦହିଟା ଦେଖିବାକୁ ଗଲେ ବହୁତ ଲେମ୍ବୁ ଅଛି। ଏଇ ପାଳି ଆସିଛି ଅଧିକ ଲେମ୍ବୁ, ଗଲା ପାଳି ସେମିତି ଆସିନଥିଲା। ତ ଦେଖିବାକୁ ଗଲେ ବହୁତ ଲେମ୍ବୁ ଆସିଛି। ଏପାଟ ଦହି ବି ସେମିତି ଆସିଛି। ବଢ଼ିଆ ଆସିଛି ଲେମ୍ବୁ। ବଢ଼ିଆ ଲେମ୍ବୁ ଅଛି। ଗୋଟେ ଗଛ ଲେମ୍ବୁ ଗଛଟା ଆମର ଏଇପାଳି ବଢ଼ିଆ ଲେମ୍ବୁ ଧରିଛି। ଲେମ୍ବୁ ଗୁଡ଼ା
ବଢ଼ିଆ ସବୁ ଛୋଟ ଛୋଟ ଲେମ୍ବୁ ହେଇଛି। ଦେଖିବାକୁ ଗଲେ ଲେମ୍ବୁ ସବୁ ଏମିତି ହେଇଛି, ଗଛରେ ପାଳି ହିଁ ହେଇଛି। ଲେମ୍ବୁ ସବୁ ଏମିତି ସବୁ ଫଳିଛି ଆଉ ପାଳି। ସେଇପାଟ ଡହେରେ କେବଳ ହେଇଛି, ଏପାଟ ଡହେଟା କମ୍ ଆସିଛି। ଏପାଟରେ ସେମିତି ଆସିନି, ଏପାଟଟା ସେ ଗୋଟେ ପାଟେ ଅଧିକ ଆସିଛି। ଏପାଟେ କେଉଁଠି ଗୋଟେ ଏମିତି ଆସିଛି।